ଜଣେ ଭାଇ ମୋତେ କମେଣ୍ଟରେ କହିଛନ୍ତି, ଆଉ ଭଉଣୀ ତୁମେ ଦେଖେଇ ହେଉଛ କିଡ଼ନୀ ଦେଇଛ ବୋଲି ଦେଖେଇ ହେଉଛ। ଆରେ ଭାଇ ମୁଁ ଦେଖେଇ ହେଉଛି ଯଦି ତୁମେ ଦେଖୁଛ କାହିଁକି? ଦେଖନି, ସ୍କିପ୍ କରିଦିଅ। ମୁଁ ଦେଖେଇ ହେଉନି ଭାଇ, ମୋର ଗୋଟେ ଛୋଟ ପ୍ରୟାସ। କାହିଁକିନା ଯେଉଁଠି କିଛି ଲୋକଙ୍କ ଜୀବନ ପଳେଇଯାଉଛି ନା, ଲୋକ ଭାବୁଛନ୍ତି ହଁ ଗୋଟେ କିଡ଼ନୀ ଦେଇଦେଲେ ଆମେ ମରିଯିବୁ। ନା ଭାଇ, ଗୋଟେ କିଡ଼ନୀ ଦେଲେ କେହି ମରନ୍ତିନି, ଏଥିରେ ତମର ବି ଭଲ ହେବ। କାଲି ଯେତେବେଳେ ତମ ସାଥିରେ ଏ ଘଟଣାଟି ଘଟିବ ନା, ତମ ସ୍ତ୍ରୀ, ତମ ମା, ଭଉଣୀ ଯଦି ଭାବୁଥିବେ ନା ଆମ କିଡ଼ନୀଟା ଦେଲେ ଆମେ ମରିଯିବୁ ବୋଲି, ନା ନା, ସେ ଭୁଲ ନୁହଁ। ସେଇଟା ବି ସେ ଦେଖିଲେ ତାଙ୍କ ସାହସ ବଢ଼ିବ। ଜଣେ କିଡ଼ନୀ ଦେଇକି ବି ନର୍ମାଲ ଲାଇଫ୍ ବଞ୍ଚିପାରେ। ଆଉ ମୁଁ କିଡ଼ନୀ ଦେଇକି କ'ଣ ନ କରୁଛି, ମୁଁ ସବୁ କାମ କରିପାରୁଛି। ଏମିତି ମୋତେ ଦେଖିଲେ କି ହଠାତ୍ କହିବେନି ମୁଁ ଗୋଟେ କିଡ଼ନୀ ଦେଇଛି ବୋଲି। କାହିଁକିନା ଗୋଟେ ସାଧା ସିଧା ମଣିଷ ଯେମିତି ବଞ୍ଚୁଛି ମୁଁ ଯେମିତି ବଞ୍ଚୁଛି। ଆଉ ଦେଖେଇବି କ'ଣ ପାଇଁ? ମୋ ଯଦି ଛୋଟ ପ୍ରୟାସ ନା କାହା ଜୀବନ ବଞ୍ଚେଇ ଦେବ ନା, ସେଇଟା ବହୁତ ବଡ଼ କଥା। କାହିଁକିନା କିଡ଼ନୀ ଯଦି ଆମର ଖରାପ ହେବ, ଦୁଇଟାକ କିଡ଼ନୀ ଏକାଥରେ ଖରାପ ହେଇଯିବ ପାଖାପାଖି ଇନଫେକ୍ସନରେ। ଗୋଟେକୁ ଆମେ ଦୁଇଟା କିଡ଼ନୀ ରଖିବେ କ'ଣ, ରଖିକି କରିବା କ'ଣ? ଆମେ ଯଦି କାହାକୁ ଦେଇକି କାହା ଜୀବନ ବଞ୍ଚି ଯାଉଛି, ବାହାର ଲୋକ ନ ଦିଅ ନାହିଁ। ଯଦି ନିଜ ଲୋକ ସେଠି ରୋଗରେ କଷ୍ଟ ପାଉଛି, ହଇରାଣ ହେଉଛି, ସେ କିଡ଼ନୀ ରୋଗରେ ପାଣି ଟୋପେ ପିଇ ପାରିବନି, ଲିଟର ପାଣି ଦିନ ଯାକ, ସେଠି ତୁମେ ଦେଖିକି ସହିପାରିବ କେମିତି? ଯଦି ଚାହିଁବ ନା, ଜଣେ ଚାହିଁବ ଗୋଟେ କିଡ଼ନୀ ଦେଇକି ଜଣକୁ ବଞ୍ଚେଇ ପାରିବ, ତାର କିଛି ଅସୁବିଧା ହେବନି। ମୁଁ ସେଇଟା କରିବାକୁ ଚାହୁଁଛି। ମୋତେ ଜଣକୁ ଦେଖିକି ଜଣଙ୍କ ସାହସ ବଢ଼ିଯିବ, ନା ଏ ଲୋକଟା ଦେଇକି ତ ଇଏ ପୁରା ନର୍ମାଲ ଲାଇଫ୍, ଇଏ ତ ଭଲ ଚାଲ ବୁଲ। ମୁଁ କେତେ କାମ କରେ, ଘରେ ରୋଷେଇବାସ କରେ, ଦୋକାନରେ ଯାଇକି କାମ କରେ। ଆମ ଦୋକାନ ଅଛି, ଦୋକାନରେ ଯାଇକି କାମ କରେ, ପୁଣି ଆସି ରୋଷେଇବାସ କରେ। ମୋ ସ୍ୱାମୀ ବାହାରେ ଖାଇବେନି, ଘରେ ସବୁବେଳେ 3 ଟାଇମ୍ ଯାକ ଘର ଖାଇବା, ସେ ବାହାର ଖାଇବା ନାହିଁ। ଗୋଟେ ଲୋକ କିଡ଼ନୀ ଦେଇକି ପୁରା ନର୍ମାଲ ଜୀବନ, ମୁଁ ସବୁ କାମ କରେ। ଏମିତି ନାହିଁ ଯେ ମୋତେ ଥଣ୍ଡା କାଶ ଛିଙ୍କ ଯଦି ହେଲା, ମୋ ଅଣ୍ଟାରେ ମୁଁ ଛିଙ୍କିଦେଲେ କାଶିଦେଲେ ମୋତେ କଷ୍ଟ ହୁଏ, କି ମୁଁ ଟିକେ ପ୍ରେସର କାମ କରିଦେଲେ ମୋତେ କଷ୍ଟ ହୁଏ। କାରଣ ଡାହାଣ ପଟ କିଡ଼ନୀଟା ନା, ଡାହାଣ ହାତରେ ବହୁତ ପ୍ରେସର। ଯାହାର ବାଁ ପଟୁ କିଡ଼ନୀ ଯାଇଥିବ ତାକୁ ଏତେ ପ୍ରେସର ହେବନି, କାରଣ ବାଁ ପଟେ କ'ଣ କାମ ଅଛି କି? ଆଉ ମୋ ଡାହାଣ ପଟୁ ଯାଇଛି। ମୁଁ ତାଙ୍କଠୁ ବହୁତ ଛୋଟ, 9 ବର୍ଷ ସାନ ତାଙ୍କଠାରୁ। 9 ବର୍ଷ ସାନ ମାନେ ମୋର ତାଙ୍କ କିଡ଼ନୀର ସାଇଜ୍ଟା ଦରକାର, ତାଙ୍କ ସାଥିରେ ମାନେ ମ୍ୟାଚ୍ କରିବା ଦରକାର। ଏମିତି ନୁହଁ କି ନର୍ମାଲ ଜଣେ ଯାଇକି କିଡ଼ନୀ ଦେଇଦେବ, ନା ସେମିତି ହେଇପାରିବନି। ଜଣଙ୍କର ପୁରା ଚୁଟିରୁ ନଖ ଯାଏଁ ଟେଷ୍ଟ ହେବ। ତା ଦେହରେ ଯଦି ଗୋଟେ ରୋଗ ବାହାରିଲା ନା, ସିଏ ତା ଦେହରୁ ଗୋଟେ କିଡ଼ନୀ ନେବେନି। ତା ଦେହରେ ଅଛି କିଡ଼ନୀ କ୍ରସ୍ ମ୍ୟାଚ୍, ସେଇଟା ହେଉଛି 35 ନା 36 ହଜାର ଟଙ୍କା ଟେଷ୍ଟ। ଆଉ ତୁମର ସବୁ ଟେଷ୍ଟ ପରେ ସେ ଟେଷ୍ଟଟା କରିବେ। ଯଦି ସେ ଟେଷ୍ଟରେ ନ ମ୍ୟାଚ୍ କଲା ତୁମର କିଡ଼ନୀଟା ତାଙ୍କ ସାଇଜ୍ ସାଥିରେ, ତାଙ୍କ କିଡ଼ନୀର ସେଇଟାରେ ବି ନେବେନି। ଆଉ ମୁଁ ଏଠି କାହାକୁ ଛୋଟ କରୁନି କି ନିଚ ଦେଖାଉନି, ମୁଁ ଏଇଟା ଦେଖେଇବାକୁ ଚାହେଁ। ଜଣେ କିଡ଼ନୀ ଦେଇକି ଜଣେ ବଞ୍ଚିବ, ଯାହାର ଆମେ କାହାକୁ ଜୀବନ ଦେଇପାରିବାନି, ଆମେ ଭଗବାନ ନୁହଁ, କିନ୍ତୁ ଆମ ପାଖରେ ଏମିତି କିଛି ଜିନିଷ ଅଛି ଆମେ କାହା ଜୀବନ ବଞ୍ଚେଇ ପାରିବା। ଆଠୁ ବଢ଼ିକି ଆଉ କ'ଣ ହେଇପାରେ ଦୁନିଆରେ? ଧର୍ମ କହନ୍ତି ଏଇଟା, ପୁଣ୍ୟ କହନ୍ତି ଏଇଟା। କାହିଁକିନା ଗୋଟେ ଜୀବନ ବଞ୍ଚେଇବା ଗୋଟେ ଛୋଟ କଥା ନୁହେଁ, କାହା ଜୀବନ ବଞ୍ଚେଇବା। ଆଉ ତୁମେ କହୁଛ ମୁଁ ଦେଖେଇ, ମୁଁ କ'ଣ ପାଇଁ ଦେଖେଇବି? ଯାଅ କମେଣ୍ଟ ବକ୍ସ ମୋର, ଆମେ ଏବେ ଭଲ ଅଛୁ, ସୁସ୍ଥ ଅଛୁ। ମୁଁ କମେଣ୍ଟ ବକ୍ସରେ କେତେଜଣ ମୋତେ ଫୋନ୍ପେ ନମ୍ବର ମାଗିଛନ୍ତି ପଇସା ଦେବା ପାଇଁ, ମୁଁ ତାଙ୍କୁ କ'ଣ କହିଛି, ଯାଅ ଦେଖିବ। କାହିଁକିନା ମୁଁ ତାଙ୍କୁ ଡାଇରେକ୍ଟ କହିଛି ନା ଆମେ ଭଲ ଅଛୁ, କ'ଣ ପାଇଁ ମୁଁ କାହାଠାରୁ ପଇସା ନେବି? ଆମେ ଏବେ ନିଜେ କାମ କରିପାରୁଛୁ, ଆମେ ନିଜେ ଚଳିପାରୁଛୁ। ମୋର ଟଙ୍କାଟେ ପଇସା, ମୁଁ ତୁମକୁ କ'ଣ 5 ଲକ୍ଷ ମାଗୁଛି ମୁଁ ଦେଖେଇ ହେଇକି? ମାନେ ମୋତେ ଯାଅ ମୋ କମେଣ୍ଟ ବକ୍ସରୁ କେତେଜଣ ମୋତେ ଫୋନ୍ପେ ନମ୍ବର ମାଗିଛନ୍ତି। ମୁଁ ସମସ୍ତଙ୍କୁ କ'ଣ ମାଗିଛି କହିଛି ଜାଣିଛ? ମୋତେ ଖାଲି ବାସ୍ ଆଶୀର୍ବାଦ କରନ୍ତୁ, ମୋ ସ୍ୱାମୀ ଭଲ ଥାଆନ୍ତୁ, ଆଉ ମୋ ଛୁଆ ମଣିଷ ହେଇଯାଆନ୍ତୁ। ମୋର ପଇସା ଦରକାର ନାହିଁ, କାରଣ ଆମେ ଏବେ ଭଲ ଅଛୁ। ମୁଁ ମିଛ କହୁନି, ମୋ ସାଥିରେ ଯାହା ଘଟିଛି ମୁଁ ସେଇଟା କହୁଛି। ଏମିତି ନୁହଁ କି ମୁଁ ଦେଖେଇ ହେଉଛି କାହାକୁ ପଇସା ପାଇଁ ମୁଁ କହୁଛି, ନା ମୋର ପଇସା ଦରକାର ନାହିଁ। ମୁଁ ଗୋଟିଏ ଦିନ ମୁଁ କହିଲି ମୋତେ ଟିକେ ସପୋର୍ଟ କରୁନୁ, ମୁଁ ବି ଲୋକଙ୍କ ପାଖରେ ପହଞ୍ଚେଇ ପାରେ ଯେ ଜଣେ କିଡ଼ନୀ ଲିଭର ଏଗୁଡ଼ା ଦେଲେ ମରିଯାଆନ୍ତିନି, ସିଏ ପୁଣି ମାନେ ପୁରା ନର୍ମାଲ ଲାଇଫ୍ ବଞ୍ଚନ୍ତି। ହଁ ମୁଁ ଖାଉଥିବି, ମୋର ଏମିତି ଥିବ ମୋର ପବନ ଅଟିକିଲା ଭଳିଆ ଅଣ୍ଟା ପାଖ ହେଇଯାଏ ଯେ ମୁଁ ଠିଆ ହେବି ଯାଇ ସିଧା ହେବ, କଷ୍ଟ ତ ହେବ। କିନ୍ତୁ ଏମିତି ନୁହଁ ଯେ ତୁମେ ଅନେଇଥିବ ତୁମଠୁ କିଡ଼ନୀଟା କିଏ କାଢ଼ିକି ନେଇଯିବ। ତୁମକୁ ପୁରା 8-10 ଘଣ୍ଟା ବେହୋସ କରିକି ସେମାନେ କିଡ଼ନୀ ନେବେ, ତୁମେ ଜାଣିପାରିବନି। ହୋସ୍ ଆସିଲା ପରେ କଷ୍ଟ ହେବ, କଷ୍ଟ ହେବନି? ଗୋଟେ ଦେହରୁ ଗୋଟେ ଅଙ୍ଗ କାଟିକି ନେଇଯିବେ, କଷ୍ଟ ହେବନି? ଆଉ ଯଦି ଆମ ଟିକେ କଷ୍ଟ ପାଇଁ ଯଦି କାହା ଜୀବନ ବଞ୍ଚି ଯାଉଛି, ଆଠୁ ବଡ଼ କଥା ଆଉ କ'ଣ ହେଇପାରେ କୁହନ୍ତୁ ନା? ଆଠୁ ବଡ଼ କଥା ଆଉ କିଛି ହେଇପାରେ? ଆଉ ଦେଖେଇ ହେବି କାହିଁକି? ତୁମ ସାଥିରେ ବି କାଲି ଘଟିପାରେ ଭାଇ। ରୋଗ ଉପରେ କାହାର ବଳ ନାହିଁ, କେଉଁ ମୁହୂର୍ତ୍ତରେ କାହା ଜୀବନରେ କ'ଣ ଘଟିଯିବ
କେହି ଜାଣିପାରିବେନି। ତେଣୁ କାହାକୁ ଏମିତି କୁହନ୍ତୁନି। ମୁଁ ଏଠି କାହାକୁ ଛୋଟ କରୁନି କି କାହାକୁ ପଇସା ମାଗୁନି। ମୋର ଗୋଟେ ଛୋଟ ପ୍ରୟାସ ସମସ୍ତଙ୍କ ଜୀବନ ବଞ୍ଚେଇବାର। ଯଦି ମୁଁ କିଛି କହିକି ମୋତେ ଦେଖ, ଜଣେ ଏମିତି କହିଲେ ଜଣେ ବୁଝିପାରିବନି। ଜଣେ ଦେଇଥିବ ଯଦି ତାକୁ ଦେଖିଲେ ଗୋଟେ ଲୋକ ବୁଝିପାରିବ ନା ଇଏ ତ ସୁସ୍ଥ ଅଛି, ମୁଁ ଦେଲେ ବି ମୁଁ ବି ସୁସ୍ଥ ରହିବି, କିଛି ଅସୁବିଧା ହେବନି। ଆଉ ଯଦି ନିଜ ଲୋକଟା ସେଠି କଷ୍ଟ ପାଉଥିବ ତୁମେ କେମିତି ସହିପାରିବ? ତୁମେ ପଥର ହୃଦୟ ହେଇଥିବ ଯଦି ସହିଯିବ, ତୁମକୁ କଷ୍ଟ ଲାଗିବନି। କିନ୍ତୁ ଭାଇ ମୁଁ ପଥର ନୁହଁ, ମୁଁ କାହା କଷ୍ଟ ଦେଖିଲେ ନା ସହିପାରେନି, ସେ ମୋ ନିଜର ହଉ କି ପର ହଉ। ଆଉ ମୁଁ ମିଛ କହିବା ଜାଣିନି, ମୁଁ ମିଛ କହିପାରେନି। ଆଉ ମିଛ କହିବା ଲୋକକୁ ନା ବହୁତ ଘୃଣା ବି କରେ, କାରଣ ମୋ ପଛେ ସତ କହିକି ମୋ ମୁଣ୍ଡ କଟିଯାଉ, ମୁଁ ସତ କହେ। ଆଉ ଏଠି ମୁଁ କାହାକୁ ପଇସା ମାଗୁନି ଯେ ଦେଖେଇ ହେବି। ମୋ ଜୀବନରେ ଯାହା ଘଟିଛି ମୁଁ ସେଇଟା ଲୋକଙ୍କ ଆଗରେ ଥୋଉଛି। କାଲି ବହୁତ ଲୋକ ଭୟ କରୁଛନ୍ତି ନା ଆମେ ଦେଲେ ଆମର କିଛି ହେଇଯିବ କି? ନାଇଁ, କିଛି ହେବନି। ଆପଣ ପୁରା ନର୍ମାଲ ଜୀବନ ବଞ୍ଚିବେ, ସୁସ୍ଥ ଜୀବନ ବଞ୍ଚିବେ। ହଁ, କଷ୍ଟ ଟିକେ ହେବ। ଯଦି ଜଣଙ୍କ ମୁହଁରେ ହସ ଫୁଟେଇକି ଆମେ ଟିକେ କଷ୍ଟ ପାଇଯିବା, କ'ଣ ହେଇଯାଉଛି? ସେ କଷ୍ଟକୁ ତ ମୁଁ 100 ଥର ହସି ହସି ସହିବି, ଗୋଟେ ଥର ନୁହଁ। ରହିଲି। ଭିଡ଼ିଓଟି ଯଦି ଭଲ ଲାଗିଥିବ ସେୟାର କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। କାରଣ ସେୟାର କରିକି ବି ପହଞ୍ଚାନ୍ତୁ, କାରଣ ଲୋକ ଯେଉଁ ଭୟ କରୁଛନ୍ତି କିଡ଼ନୀ ଦେଲେ କାହାର କିଛି ହେବନି। ମୋ ଭିଡ଼ିଓ ଦେଖିଲା ପରେ ତାଙ୍କ ପାଖରେ ବି ବଳ ଆସିବ ନା ଆମେ ଦେଲେ ଆମର କିଛି ହେବନି, ଆମେ ସୁସ୍ଥ ରହିବୁ। ରହିଲି। ଜୟ ଜଗନ୍ନାଥ।